অন্তর মন্দিরে জাগো জাগো মাধব কৃষ্ণ গোপাল। অন্তর মন্দিরে জাগো জাগো মাধব কৃষ্ণ গোপাল। জাগো হে শ্রীরাম দয়াভিরাম, জয় হে দীন দয়াল। অন্তর মন্দিরে জাগো জাগো মাধব কৃষ্ণ গোপাল। তুমি রাম, তুমি কৃষ্ণ, হে জগন্নাଥ ভক্তর এই অন্তর্বেদীକୁ ତୁମେ ମଣ୍ଡନ କର, ତାହେଲେ এই ଅନ୍ତର୍ବେଦୀ ମହୋତ୍ସବ ସାର୍ଥକ ହେଇଯିବ। ଯେତେବେଳେ ଭକ୍ତର ହୃଦୟବେଦୀକୁ ତୁମେ ମଣ୍ଡନ କରିବ ମହାପ୍ରଭୁ, ଏଥିରେ ସନ୍ଦେହ ନାହିଁ। ଖାଲି ସେତିକି ନୁହେଁ, ଆପଣ ଦେଖିବେ ୟାକୁ ମଧ୍ୟ କୁହାଯାଉଛି ଦୁର୍ଗା ମାଧବ ବାବୁ ଯେ ନବଦିନାତ୍ମକ ଯାତ୍ରା। ନବଦିନାତ୍ମକ ଯାତ୍ରା କାହିଁକି କୁହାଯାଉଛି ନା, ଆପଣ ଦେଖିବେ ଯେ 9ଟି ଭକ୍ତି ରହିଛନ୍ତି। ଭଗବାନଙ୍କର ଅବସ୍ଥାନ 7 ଦିନ, ଯିବା ଗୋଟିଏ ଦିନ, ଫେରିବା ଗୋଟିଏ ଦିନ, ଇଏ ହେଲା 9 ଦିନ। ଏଇ 9 ଦିନ ନବଧା ଭକ୍ତି ଭଗବାନଙ୍କୁ ପାଇବାର ହେଉଛି ପ୍ରକୃଷ୍ଟ ମାଧ୍ୟମ। ଏପରିକି ଶାସ୍ତ୍ର ଏମିତି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ଯେ 9ଟିରୁ ଯଦି ଗୋଟିଏ ଭକ୍ତିକୁ ମଧ୍ୟ କେହି ଅବଲମ୍ବନ କରେ, ତାହେଲେ ସିଏ ମଧ୍ୟ ଏ ଭବାବ୍ଧିରୁ ପାର ଉତାର ହେଇଯିବ।